ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ତିନାଲି ସାମ୍ନାକୁ ଆସିଲା ତେଜସ୍ ଆଉ ତାଙ୍କ ମାଙ୍କ ସତ। ହଁ ସାଙ୍ଗମାନେ, ଆପଣମାନେ ଦେଖିବାକୁ ପାଇବେ ଆଜି ତିନାଲି ଯେଉଁ ସମୟରେ ମନ୍ଦିର ଯାଉଥିବ ହଠାତ୍ ତାଙ୍କ ପାଦ ଖସି ସେ ପଡ଼ିଯାଉଥିବେ। କିନ୍ତୁ ଏହି ସମୟରେ ତେଜସ୍ଙ୍କ ମା ଆସି ତିନାଲିକୁ ଧରି ନିଅନ୍ତି ଆଉ କୁହନ୍ତି, ଆରେ ମା ଟିକେ ଦେଖିକି ଚାଲ। ଆଉ ଏହି ସମୟରେ ତିନାଲି କହୁଛନ୍ତି ଯେ ମୁଁ ଯେତେବେଳେ ବି ଅସୁବିଧାରେ ପଡ଼ୁଛି ଆପଣ ମୋ ସାମ୍ନାକୁ ଆସିଯାଉଛନ୍ତି। ଆଉ ଏତେବେଳେ ତେଜସ୍ଙ୍କ ମା କୁହନ୍ତି, ଭାବୁଛି ରାଧାକୃଷ୍ଣ ଆମ ଦୁହିଁଙ୍କ ଭିତରେ କିଛି ନା କିଛି ସମ୍ପର୍କ ରଖିଛି। ସେ ଯାହା ବି ହଉ, ତୁ ସକାଳୁ ସକାଳୁ କାହିଁକି ମନ୍ଦିର ଆସିଛୁ? ଆଉ ଏତେବେଳେ ତିନାଲି କୁହନ୍ତି, ମୁଁ ନା ବହୁତ ଭାଙ୍ଗି ପଡ଼ିଛି, ମୋ ଜୀବନରେ ମୁଁ ହାରି ସାରିଛି। ଆଉ ଏମିତି କହିଲା ପରେ ତେଜସ୍ଙ୍କ ମା କୁହନ୍ତି, ଲାଗୁଛି ତୋ ସ୍ୱାମୀ ତୋତେ କିଛି କହିଛି ଆଉ ତମ ଦୁହିଁଙ୍କ ଭିତରେ ବହୁତ ବଡ଼ ଲମ୍ବା ଦୂରତା ହେଇଯାଇଛି। ଆଉ ଏହାପରେ ତିନାଲି କୁହନ୍ତି, ତମେ ଏତେ ସହଜରେ ମୋ ମନ କଥା କେମିତି ବୁଝିନେଲ? ଆଉ ଏହାପରେ ତେଜସ୍ଙ୍କ ମା କୁହନ୍ତି, ମୁଁ ଜାଣିଛି କାହିଁକିନା ମୋ ସାଥିରେ ସେମିତି ହେଇଛି। ସେ ସବୁ କଥା ଛାଡ଼, ଆରେ ତମ ଦୁହିଁଙ୍କ ଭିତରେ ଯାହା ବି ହେଇଛି ସେଥିଲାଗି ତୁ ଜମା ବି ମନ ଦୁଃଖ କରନି। ହୁଏତ ରାଧାକୃଷ୍ଣ ତମ ଦୁହିଁଙ୍କୁ ନେଇ ପରୀକ୍ଷା କରୁଛି। ଯେତେବେଳେ ତମ ଦୁହିଁଙ୍କ ଦୂରତା ବଢ଼ିଯିବ ସେତେବେଳେ ତମ ଭଲ ପାଇବା ଆହୁରି ଅଧିକ ହେଇଯିବ। ଏହାପରେ ତିନାଲି ଖୁସି କୁହନ୍ତି, ମୋ ମନରେ ଆଉ ଟିକେ ଆଶା ବଢ଼େଇଦେଲ, ସେଥିଲାଗି ତୁମକୁ ବହୁତ ବହୁତ ଧନ୍ୟବାଦ। ଆଉ ଯେତେବେଳେ ତେଜସ୍ଙ୍କ ମା ଚାଲି ଯାଉଥିବେ ହଠାତ୍ ତାଙ୍କ ବେକରୁ ସେଇ ଲକେଟଟି ଆଉ ଚେନ୍ଟି ତଳେ ପଡ଼ିଯାଏ। କିନ୍ତୁ ତିନାଲି ଦେଖିବାକୁ ଯିବା ସମୟରେ ତେଜସ୍ଙ୍କ ମା ତାକୁ ଲୁଚେଇ ଦିଅନ୍ତି। ଆଉ ଏତେବେଳେ ତିନାଲିକୁ ସନ୍ଦେହ ହେଉଛି ଇଏ ତ କିଛି ନା କିଛି ଲୁଚାଉଛନ୍ତି। ଆଉ ଏପଟେ ସେମିତି ଆପଣମାନେ ଦେଖିବାକୁ ପାଇବେ ଆଜି ଭବାନୀ ତେଜସ୍କୁ କହୁଛି, ଆରେ ତେଜସ୍ ତୁ ମୋତେ ଏମିତି କାହିଁକି ପ୍ରଶ୍ନ କରୁଛୁ? ମୁଁ ତ ଓରିଜିନାଲ ମା, ତୁ କାହିଁକି ଏ କଥା ଭାବୁନୁ? ଯିଏ ବି ତୋତେ ଜନ୍ମ କରି ମୋ ପାଖରେ ଛାଡ଼ି ଚାଲିଗଲା ଆଉ ପଇସାକୁ ବିକିଦେଲା, ସେଥିଲାଗି ନା ମୁଁ ବହୁତ ବଡ଼ ଟେନସନ୍ ହେଇପଡ଼ିଥିଲି। କିନ୍ତୁ ତୋ ଭଲ ପାଇବା ଦେଖି, ତୋ ନିରୀହ ମୁହଁ ଦେଖି, ତୋର କଅଁଳା ମୁହଁ ଦେଖି ମୁଁ ନା ତୋ ପ୍ରତି ବହୁତ ବଡ଼ ଦୟା ହେଇଗଲି। ଆଉ ଯେ ଜାଣିପାରିଲିନି ମୁଁ ତୋତେ ଏ ଘରେ ରଖୁ ରଖୁ କେତେବେଳେ ମୋ ବଡ଼ ପୁଅର ଆସନ ଦେଇଦେଲି। ଆଉ ତୁ ହିଁ ମୋର ବଡ଼ ପୁଅ। ଆଉ ତୁ ଯଦି ଏବେ କହିବୁ ତୋ ଜନ୍ମ କଲା ମାଆର ନାଁ କ'ଣ, ସେ କେଉଁଠି ଅଛି, ତାହେଲେ ମୋ ମମତା ଉପରେ ପ୍ରଶ୍ନ ଉଠିବ। ମୁଁ କ'ଣ ସେତିକି ଭଲ ପାଇବା ଦେଇନି? ଆଉ ଏ କଥା ଶୁଣି ତେଜସ୍ ବଢ଼ି ଯାଆନ୍ତି ଆଉ କୁହନ୍ତି, ସରି ମା, ମୋତେ ତୁମେ କ୍ଷମା କରିଦେବ, ମୋର ଏମିତି କହିବାଟା ଭୁଲ ହେଇଗଲା। ଏମିତି କହି ସେ ଭବାନୀ ଦେବୀକୁ କୁଣ୍ଢେଇ ନିଅନ୍ତି। ଆଉ ଭବାନୀ ଦେବୀ ମନେ ମନେ କହୁଛନ୍ତି, କେବେ ବି ମୁଁ ତ ଅରିଜିନାଲ ମା ସହିତ ତୋତେ ଦେଖା କରିଦେବିନି, କାରଣ ସିଏ ଘରକୁ ଆସିଲେ ଏସବୁ ସମ୍ପତ୍ତି ମୋ ହାତରୁ ଚାଲିଯିବ ଆଉ ସମସ୍ତଙ୍କ ସାମ୍ନାକୁ ଅସଲି କଥା ଆସିଯିବ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ଭବାନୀ ଦେବୀ କାହିଁକି ଡରୁଛି? କ'ଣ ସତରେ ତେଜସ୍ଙ୍କ ମା ଖୁବ୍ ଜଲ୍ଦି ତେଜସ୍ଙ୍କ ପାଖକୁ ଫେରୁଛନ୍ତି? ଯଦି ହଁ, ତାହେଲେ ୟେସ୍ ବୋଲି କମେଣ୍ଟ କରିବେ।